ନମସ୍କାର, ଜୟ ଜଗନ୍ନାଥ। ସକାଳୁ ସକାଳୁ ଗୋଟେ ଗୁଡ୍ ନ୍ୟୁଜ୍ ଆପଣଙ୍କ ପାଇଁ। ଯେମାନେ OTPSCର ଏକ୍ଜାମ୍ ଦେଇଥିଲେ ସେମାନଙ୍କ ପାଇଁ ଗୋଟେ ନ୍ୟୁଜ୍ ଆସିଯାଇଛି। ଆର୍ଆଇ ଅମିନ ହକା ଯେ ଏକ୍ଜାମ୍ ଦେଇଥିଲେ, ଫାଷ୍ଟ ଏକ୍ଜାମ୍ ହେଇଥିଲା, ସେଥିରେ ରେଜଲ୍ଟ ଆସିଯାଇଛି। ଯେଉଁମାନେ ଚେକ୍ କରିବା ପାଇଁ ଚାହୁଁଛ ଚେକ୍ କରିପାରିବ। ଅଫିସିଆଲ୍ ୱେବସାଇଟ୍ ଆସିଯିବ। ଆସିଲା ପରେ ତଳେ ଗୋଟେ ନୋଟିସ୍ ଥିବ। କେମିତି ଚେକ୍ କରିବ? ତୁମର ରୋଲ୍ ନମ୍ବରଟି ପ୍ରଥମେ ଡାଉନଲୋଡ଼୍ କରି ଦେଖିଦେଉଛି। କେମିତି ଡାଉନଲୋଡ଼୍ କରି ଦେଖିବା? ଏଇଟା 16 ତାରିଖ ଆସିଛି। ଏଇଟା ଗୋଟେ କ୍ଲିକ୍ କର। କ୍ଲିକ୍ କଲା ପରେ ତୁମେ ଏମିତି ଓପନ୍ ହେଇକି ଆସିଯିବ ତାର PDFଟା। ଟିକେ ଅପେକ୍ଷା କରିଯିବା। ଦେଖ ଖୋଲିକି ଆସିଗଲା। ଏଇଠି ତୁମର ଆନ୍ସର୍ କିଟା ଆସିଯାଇଛି। ତୁମେ ଚେକ୍ କରିପାରିବ। ଆନ୍ସର୍ କି ମାନେ ତୁମର ଆନ୍ସର୍ କି ତ ଅଲରେଡ଼ି ଆସିଥିଲା। ମାନେ କିଏ ସିଲେକ୍ସନ୍ ଫାଷ୍ଟ ଏକ୍ଜାମ୍ ଯେଉଁମାନେ ସିଲେକ୍ଟ ହେଇଛନ୍ତି ଡିଷ୍ଟ୍ରିକ୍ଟ ୱାଇଜ୍ର, ଏଠି ଅନୁଗୁଳ ଡିଷ୍ଟ୍ରିକ୍ଟର ତୁମ ରୋଲ୍ ନମ୍ବର ଚେକ୍ କରିବ ବା ଦେଖିକି ଜାଣିପାରିବ ଯେ ତୁମ ରୋଲ୍ ନମ୍ବର ସର୍ଚ୍ଚ କରିବ। ଦେଖ ଅନୁଗୁଳ ଡିଷ୍ଟ୍ରିକ୍ଟର ଏଇ ନମ୍ବର ରୋଲ୍ ନମ୍ବର ସେ ସିଲେକ୍ଟ ହେଇଛନ୍ତି ଫାଷ୍ଟ ଏକ୍ଜାମ୍ ପାଇଁ। ସେକେଣ୍ଡ ଏକ୍ଜାମ୍ ପାଇଁ ସେ ରେଡ଼ି ରୁହନ୍ତୁ। ଠିକ୍ ଅଛି। ସେକେଣ୍ଡ ଏକ୍ଜାମ୍ର ହେବ, ତା ନୋଟିସ୍ ଆସିଯିବ। ସେମିତି ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ୱାଇଜ୍ର ତୁମର ରେଜଲ୍ଟ ଡିକ୍ଲେୟାର ହେଇଛି। ଯେମିତି ଏଇଟା ବରଗଡ଼ ଡିଷ୍ଟ୍ରିକ୍ଟର, ସେମିତି ପ୍ରତ୍ୟେକ ଡିଷ୍ଟ୍ରିକ୍ଟର ତୁମେ ନିଜେ ଚେକ୍ କରିପାରିବ ୱେବସାଇଟ୍ ଆସିକି। ଦେଖ ନେକ୍ସଟ ଆସିଲା ଭଦ୍ରକ ଡିଷ୍ଟ୍ରିକ୍ଟ। ଭଦ୍ରକ ଡିଷ୍ଟ୍ରିକ୍ଟ ଏତେ ପିଲା ସିଲେକ୍ଟ ହେଇଛନ୍ତି ଫାଷ୍ଟ ଏକ୍ଜାମ୍ ପ୍ରିଲିମିନାରୀ ଏକ୍ଜାମ୍ ପାଇଁ, ପ୍ରଥମ ଏକ୍ଜାମ୍ ପାଇଁ। ତାର ସେକେଣ୍ଡ ଏକ୍ଜାମ୍ ଏଇଟା ବାଲେଶ୍ୱର ଡିଷ୍ଟ୍ରିକ୍ଟରେ। ତୁମ ନିଜ ରୋଲ୍ ନମ୍ବର ଆସିକି ଚେକ୍ କରିପାରିବ। ତାପରେ ତୁମେ ସିଲେକ୍ଟ ହେଇଥିବ ଯଦି ଫାଷ୍ଟ ଏକ୍ଜାମ୍ ପାଇଁ, ମାନେ ଫାଷ୍ଟ ଏକ୍ଜାମ୍ କ୍ଲିୟର କରିଥିବ ଯଦି ସେକେଣ୍ଡ ଏକ୍ଜାମ୍ ଦେଇପାରିବ। ଠିକ୍ ଅଛି। ସେମିତି ଫୁଲ୍ ପୁରା ଏଇଟା PDFଟା ଅଛି, ଚେକ୍ କରିନେବ ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ୱାଇଜ୍ର। ଯେତେ ଛୁଆ ଆମର ଦରକାର ଥିଲା 2 ଟାଇମ୍ ଛୁଆ କି ଯେତେ ଟାଇମ୍ ଛୁଆ ଦରକାର ଥିଲା ଆମର ସେ ସେତେ ଟାଇମ୍ ଛୁଆକୁ ଡାକିଛି। ଠିକ୍ ଅଛି। ଏମିତି ଭିଡ଼ିଓ ଡାଉନଲୋଡ଼୍ କରିପାରିବ। ତ ନିଜ ସାଙ୍ଗସାଥିମାନଙ୍କ ସମସ୍ତଙ୍କୁ ସେୟାର କର। ଆଉ ଯାହାର ଏକ୍ଜାମ୍ କ୍ଲିୟର ଅଛି ସମସ୍ତଙ୍କୁ କଂଗ୍ରାଚୁଲେସନ୍। ଆଉ ସେକେଣ୍ଡ ଏକ୍ଜାମ୍ ପାଇଁ ପୁରା ରେଡ଼ି ରୁହ। ରହୁଛି। ନମସ୍କାର, ଜୟ ଜଗନ୍ନାଥ।